ଦେଖୁଛନ୍ତି। ଗୋଟିଏ ହେଲା ପରମାତ୍ମ ପାଳନାର ଭାଗ୍ୟ, ପରମାତ୍ମ ପାଠପଢ଼ାର ଭାଗ୍ୟ ଏବଂ ପରମାତ୍ମ ବରଦାନର ଭାଗ୍ୟ। ଏହିଭଳି ତିନୋଟି ତାରକା ସମସ୍ତଙ୍କ ମସ୍ତକରେ ଦେଖୁଛନ୍ତି। କ'ଣ ତୁମେମାନେ ମଧ୍ୟ ନିଜର ଭାଗ୍ୟର ଚମକୁଥିବା ତାରକାକୁ ଦେଖୁଛ ତ? ଦେଖାଯାଉଛି ତ? ଏହିଭଳି ଶ୍ରେଷ୍ଠ ଭାଗ୍ୟର ତାରକା ସାରା ବିଶ୍ୱ ଭିତରେ ଅନ୍ୟ କାହାର ମସ୍ତକରେ ଚମକୁଥିବାର ଦେଖାଯିବ ନାହିଁ। ତେବେ ଏହି ଭାଗ୍ୟର ତାରକା ତ ସମସ୍ତଙ୍କ ମସ୍ତକରେ ଚମକୁଛି, କିନ୍ତୁ କେଉଁଠି କେଉଁଠି ଚମକରେ ଅନ୍ତର ଦେଖାଯାଉଛି। କାହାକୁ ଚମକ ବହୁତ ବାବା କହୁଛନ୍ତି, କାହାର ଚମକ ବହୁତ ଶକ୍ତିଶାଳୀ ଅଟେ ତ ଆଉ କାହାର ମଧ୍ୟମ ଧରଣର ଅଟେ। କିନ୍ତୁ ଭାଗ୍ୟ ବିଧାତା ସମସ୍ତଙ୍କୁ ଏକାଭଳି ହିଁ ଭାଗ୍ୟ ଦେଇଛନ୍ତି, କାହାକୁ ସ୍ପେଶାଲ ଭାଗ୍ୟ ଦେଇନାହାନ୍ତି। ପାଳନା ମଧ୍ୟ ଏକାଭଳି, ପାଠପଢ଼ା ମଧ୍ୟ ସମସ୍ତଙ୍କୁ ଏକାଠି ପଢ଼ାଇଛନ୍ତି। ବରଦାନ ମଧ୍ୟ ଏକାଭଳି ସମସ୍ତଙ୍କୁ ମିଳିଛି। ସାରା ବିଶ୍ୱର କୋଣ ଅନୁକୋଣରେ ସର୍ବଦା ଗୋଟିଏ ହିଁ ପାଠ ପଢ଼ାଯାଉଛି। ଏହା ମଧ୍ୟ ଚମତ୍କାରୀ ଅଟେ, ଯାହାକି ଗୋଟିଏ ହିଁ ମୁରଲୀ, ଗୋଟିଏ ତାରିଖ ଏବଂ ଅମୃତବେଳାର ସମୟ ମଧ୍ୟ ନିଜ ନିଜର ଦେଶର ସମୟ ଅନୁସାରେ ହେଲେ ମଧ୍ୟ ଗୋଟିଏ ହିଁ ଅଟେ ଏବଂ ବରଦାନ ମଧ୍ୟ ଗୋଟିଏ ହିଁ ଅଟେ। ସ୍ଲୋଗାନ ମଧ୍ୟ ଗୋଟିଏ ହିଁ ଅଟେ। ଏଥିରେ କୌଣସି ଫରକ ଅଛି କି? ଆମେରିକା ଏବଂ ଲଣ୍ଡନ ଭିତରେ କୌଣସି ଫରକ ଅଛି କି? ନାହିଁ ନା? ତେବେ ଭାଗ୍ୟର ତାରକାର ଚମକରେ ଅନ୍ତର କାହିଁକି ରହିଛି? ଅମୃତବେଳାର ପାଳନା ମଧ୍ୟ ବାପ୍ ଦାଦା ଚାରିଆଡ଼ର ପିଲାମାନଙ୍କ ପାଇଁ ଏକାଭଳି ଦେଉଛନ୍ତି। ନିରନ୍ତର ଯୋଗ କରିବାର ବିଧି ମଧ୍ୟ ସମସ୍ତଙ୍କୁ ସେହି ଗୋଟିଏ ହିଁ ମିଳିଛି। ପୁଣି ବି କ୍ରମାନ୍ୱୟ କାହିଁକି ହେଉଛି? ଯଦି ବିଧି ଗୋଟିଏ, ତେବେ ସିଦ୍ଧି ପ୍ରାପ୍ତିରେ ଅନ୍ତର କାହିଁକି ରହୁଛି? ବାପ୍ ଦାଦାଙ୍କର ଚାରିଆଡ଼ର ପିଲାମାନଙ୍କ ପ୍ରତି ସ୍ନେହ ମଧ୍ୟ ଏକାଭଳି ହିଁ ଅଟେ। ପୁରୁଷାର୍ଥ ହିସାବରେ ଶେଷ ନମ୍ବରରେ ରହିଥିବା ପିଲା ପ୍ରତି ମଧ୍ୟ ସ୍ନେହ ସମାନ ହିଁ ଅଟେ। ବରଂ ଶେଷ ନମ୍ବରବାଲା ପ୍ରତି ସ୍ନେହ ସହିତ ଦୟାର ଭାବନା ମଧ୍ୟ ରହିଛି ଯେ ଏହି ଲାଷ୍ଟ ନମ୍ବର ପିଲାଟି ଫାଷ୍ଟ ଅର୍ଥାତ୍ ତୀବ୍ର ପୁରୁଷାର୍ଥ କରି ଫାଷ୍ଟ ନମ୍ବର ଅର୍ଥାତ୍ ପ୍ରଥମ ନମ୍ବରରେ ଆସିଯାଉ। ତେବେ ତୁମେମାନେ ମଧ୍ୟ ଦୂରଦୂରାନ୍ତରୁ ଆସି ଯେଉଁମାନେ ଏଠାରେ ପହଞ୍ଚି ଯାଇଛ, କିପରି ପହଞ୍ଚିଛ? ପରମାତ୍ମ ସ୍ନେହ ତୁମମାନଙ୍କୁ ଟାଣି ଆଣିଛି ନା? ସ୍ନେହର ଡୋରିରେ ଟାଣି ହୋଇ ଆସିଯାଇଛ। ତେଣୁ ବାପ୍ ଦାଦାଙ୍କର ସମସ୍ତଙ୍କ ସହିତ ସ୍ନେହ ରହିଛି। ସମସ୍ତେ ଏହିଭଳି ଭାବୁଛ ନା? ମନ ଭିତରେ ପ୍ରଶ୍ନ ଉଠୁଛି, ମୋ ପ୍ରତି ସମ୍ମାନ ସ୍ନେହ ଅଛି ନା କମ୍ ଅଛି? ବାପ୍ ଦାଦାଙ୍କର ସ୍ନେହ ପ୍ରତ୍ୟେକ ସନ୍ତାନ ପ୍ରତି ପରସ୍ପରଠାରୁ ଅଧିକ ଅଟେ ଏବଂ ଏହି ପରମାତ୍ମ ସ୍ନେହ ହିଁ ସବୁ ପିଲାଙ୍କର ବିଶେଷ ପାଳନାର ଆଧାର ଅଟେ। ଏମିତି ତ ସମସ୍ତେ ଭାବୁଛ, ବାପ୍ ଦାଦାଙ୍କ ପ୍ରତି ମୋର ବହୁତ ସ୍ନେହ ଅଛି ନା ଅନ୍ୟମାନଙ୍କର ସ୍ନେହ ଅଧିକ ଅଟେ, ମୋର କମ୍? ଏହିଭଳି ଭାବୁଛ କି? ମୋର ବହୁତ ସ୍ନେହ ଅଛି ଭାବୁଛ ନା? ଏହା ଠିକ୍ କଥା ନା? କ'ଣ ପାଣ୍ଡବମାନେ ଏହା ଠିକ୍ କଥା ନା? ସମସ୍ତେ କହୁଛ ମେରା ବାବା। ଏମିତି ତ କହୁନାହଁ ଯେ ସେଣ୍ଟର ଇନଚାର୍ଜଙ୍କର ବାବା, ଦାଦୀଙ୍କର ବାବା, ଜାନକୀ ଦାଦୀଙ୍କର ବାବା କହୁଛ କି? ନାହିଁ ନା? ମେରା ବାବା। ଯଦି ତୁମେ ମୋର ବାବା ବୋଲି କହିଲ ଏବଂ ବାବା ମଧ୍ୟ କହିଲେ ମୋର ସନ୍ତାନ, ତେବେ ଗୋଟିଏ ମୋର ଶବ୍ଦରେ ହିଁ ପିଲାମାନେ ବାବାଙ୍କର ହୋଇଗଲେ ଏବଂ ବାବା ପିଲାମାନଙ୍କର ହୋଇଗଲେ। କୌଣସି ମେହନତ ଲାଗିଲା କି? ଲାଗିଲା ମେହନତ? କିଛି କିଛି ଲାଗିଲା କି? ନାହିଁ ନା?
କେବେ କେବେ ତ ଲାଗୁଛି ନା। କ'ଣ ମେହନତ ଲାଗୁଛି ନା ନାହିଁ? ଲାଗୁଛି। ତେବେ ମେହନତ ଲାଗିଲେ ପୁଣି କ'ଣ କରୁଛ? ଥକି ଯାଉଛ କି? ଯଦି ଦିଲର ସହିତ ଅତି ସ୍ନେହର ସହିତ କହିବ ମେରା ବାବା, ତେବେ ମେହନତ ମୋହବତରେ ପରିବର୍ତ୍ତିତ ହୋଇଯିବ। ତେବେ ତୁମେମାନେ ମେରା ବାବା କହିବା ମାତ୍ରେ ହିଁ ବାବାଙ୍କ ପାଖରେ ତୁମର ଶବ୍ଦ ପହଞ୍ଚି ଯାଉଛି ଏବଂ ବାବା ମଧ୍ୟ ଅତିରିକ୍ତ ସାହାଯ୍ୟ ଦେଉଛନ୍ତି। କିନ୍ତୁ ଏହା ଦିଲର ସୌଦା ଅଟେ, ମୁଖର ସୌଦା ନୁହେଁ, ଦିଲର ସୌଦା। ତେବେ ଏହି ଦିଲର ସୌଦା କରିବାରେ ତ ସମସ୍ତେ ବୁଦ୍ଧିମାନ ଅଟ ନା? ଜଣାଅଛି ନା? କ'ଣ ପଛବାଲାଙ୍କୁ ଜଣାଅଛି? ସେଥିପାଇଁ ତ ପହଞ୍ଚି ଯାଇଛ ନା? କିନ୍ତୁ ସବୁଠାରୁ ଦୂର ଦେଶବାଲା କିଏ? କ'ଣ ଆମେରିକା? ସବୁଠାରୁ ଦୂରଦେଶୀ ତ ବାପଦାଦା ଅଟନ୍ତି। ଜଣେ ଆକାରୀ ବତନରୁ ଆସିଛନ୍ତି, ଆଉ ଜଣେ ପରମଧାମରୁ ଆସୁଛନ୍ତି। ତେବେ ଆମେରିକା କ'ଣ ଏହାଠାରୁ ଆଗକୁ ଅଛି କି? ଆଉ କିଛି ବି ନାହିଁ। ତେବେ ଦୂରଦେଶୀ ପିତା ଏହି ସାକାର ଦୁନିଆର ଦୂରଦେଶୀ ପିଲାମାନଙ୍କ ସହିତ ମିଶୁଛନ୍ତି। ଏହି ନିଶା ତ ଅଛି ନା? ଆଜି ଆମ ପାଇଁ ବାପଦାଦା ଆସିଛନ୍ତି। ଭାରତବାସୀ ତ ବାବାଙ୍କର ହିଁ ଅଟନ୍ତି। କିନ୍ତୁ ଡବଲ ବିଦେଶୀମାନଙ୍କୁ ଦେଖି ବାପଦାଦା ବିଶେଷ ଖୁସି ହେଉଛନ୍ତି। କାହିଁକି ଜାଣିଛ? ବାପଦାଦା ଦେଖୁଛନ୍ତି ଯେ ଭାରତରେ ତ ବାବା ଆସିଛନ୍ତି। ସେଥିପାଇଁ ଭାରତବାସୀ ପିଲାମାନଙ୍କ ଭିତରେ ଏହାର ଅତିରିକ୍ତ ନିଶା ବା ଖୁସି ରହିଛି। କିନ୍ତୁ ଡବଲ ବିଦେଶୀମାନଙ୍କ ସହିତ ସ୍ନେହ ଏଥିପାଇଁ ରହିଛି ଯେ ଭିନ୍ନ ଭିନ୍ନ ସଂସ୍କୃତିର ବା ଧର୍ମର ହୋଇ ମଧ୍ୟ ବ୍ରାହ୍ମଣ ଧର୍ମକୁ ପରିବର୍ତ୍ତିତ ହୋଇଯାଇଛନ୍ତି। ହୋଇଯାଇଛ ନା? ଏବେ ଆଉ ଏଭଳି ସଂକଳ୍ପ ଆସୁନାହିଁ ତ? ଏହା ଭାରତୀୟ କଲଚର ଅର୍ଥାତ୍ ସଂସ୍କୃତି ଅଟେ। ଆମର କଲଚର, ଆମର ପରମ୍ପରା ତ ଭିନ୍ନ ଅଟେ ନା? ଏବେ ବାପଦାଦା ଫଳାଫଳ ରୂପରେ ଦେଖୁଛନ୍ତି ଯେ ସମସ୍ତେ ଗୋଟିଏ କଲଚରର ହୋଇଯାଇଛନ୍ତି। ଚାହେ ଯେଉଁ ଦେଶର ବି ହୋଇଥାନ୍ତୁ ନା କାହିଁକି, ସାକାର ଶରୀର ପାଇଁ ଦେଶ ଭିନ୍ନ ଭିନ୍ନ ଅଟେ, କିନ୍ତୁ ଆତ୍ମା ବ୍ରାହ୍ମଣ କଲଚରର ଅଟେ। ଆଉ ଗୋଟିଏ କଥା, ଡବଲ ବିଦେଶୀମାନଙ୍କର ବାପଦାଦାଙ୍କୁ ବହୁତ ଭଲ ଲାଗେ। ଜାଣିଛ ତାହା କ'ଣ? କ'ଣ? ଅତି ଶୀଘ୍ର ସେବାରେ ଲାଗିଯାଇଥାନ୍ତି। ଆଉ କ'ଣ କୁହ? ଚାକିରି ମଧ୍ୟ କରୁଛନ୍ତି, ସେବା ମଧ୍ୟ କରୁଛନ୍ତି। ବାବା କହୁଛନ୍ତି ଏମିତି ତ ଭାରତରେ ମଧ୍ୟ କରୁଛନ୍ତି। ଭାରତରେ ମଧ୍ୟ ପିଲାମାନେ ଚାକିରି କରୁଛନ୍ତି। ଯାହା ବି ହୋଇଯାଉ, ସତ୍ୟତା ପୂର୍ବକ ନିଜର ଦୁର୍ବଳତାକୁ ଶୁଣାଇ ଦିଅନ୍ତି, ସ୍ପଷ୍ଟବାଦୀ ଅଟନ୍ତି। ଆଚ୍ଛା, ତେବେ କ'ଣ ଭାରତବାସୀ ସ୍ପଷ୍ଟବାଦୀ ନୁହନ୍ତି? ବାପଦାଦା ଏହି କଥା ଦେଖିଛନ୍ତି ଯେ ଯେତେ ଦୂରରେ ରହୁଥିଲେ ମଧ୍ୟ ବାବାଙ୍କର ସ୍ନେହ ଥିବା କାରଣରୁ ସ୍ନେହରେ ଅଧିକାଂଶ ପିଲା ପାସ୍ ଅଟନ୍ତି। ଏହାର ତ ଭାରତବାସୀଙ୍କର ନିଶ୍ଚିତ ସୌଭାଗ୍ୟ ଅଟେ। କିନ୍ତୁ ସେମାନେ ଦୂରରେ ରହୁଥିଲେ ମଧ୍ୟ ସ୍ନେହରେ ସମସ୍ତେ ପାସ୍ ହୋଇଯାଇଛନ୍ତି। ଯଦି ବାପଦାଦା ପଚାରିବେ, ତେବେ ସ୍ନେହରେ କୌଣସି କମ୍ ବେଶୀ ଅଛି କି? ତେବେ ବାବାଙ୍କ ପ୍ରତି ସ୍ନେହର ବିଷୟ ଉପରେ ଶତକଡ଼ାର ହିସାବ ଅଛି କି? ଯେଉଁମାନେ ଭାବୁଛନ୍ତି ସ୍ନେହରେ 100% ଅଟନ୍ତି, ସେମାନେ ହାତ ଉଠାଅ। ସମସ୍ତେ ହାତ ଉଠାଇଲେ। ଆଚ୍ଛା, 100% ସ୍ନେହ ଅଛି ତ? ଭାରତବାସୀ ଉଠାଇ ନାହାନ୍ତି କି? ଦେଖ, ଭାରତକୁ ତ ସବୁଠାରୁ ବଡ଼ ଭାଗ୍ୟ ମିଳିଛି, ଯାହାକି ବାବା ଭାରତକୁ ହିଁ ଆସିଛନ୍ତି। ଏଥିରେ ବାବାଙ୍କୁ ଆମେରିକା ପସନ୍ଦ ଆସିଲା ନାହିଁ, କିନ୍ତୁ ଭାରତ ପସନ୍ଦ ଆସିଲା। ଇଏ ଅର୍ଥାତ୍ ଆମେରିକାର ଗାୟତ୍ରୀ ଭଉଣୀ ସମ୍ମୁଖରେ ବସିଛି ନା, ତେଣୁ ଆମେରିକାର ନାମ କୁହାଯାଉଛି। କିନ୍ତୁ ଦୂରରେ ରହିଥିଲେ ମଧ୍ୟ ସ୍ନେହ ବହୁତ ଅଧିକ। ଯଦିଓ ସମସ୍ୟା ଆସୁଛି, ପୁଣି ବି ବାବା ବାବା କହି ସମସ୍ୟାକୁ ସମାପ୍ତ କରିଦେଉଛନ୍ତି। ତେବେ ସ୍ନେହ ବିଷୟରେ ତ ବାପଦାଦା ମଧ୍ୟ ପାସ୍ କରିଦେଲେ। କିନ୍ତୁ
ଏବେ ଆଉ କେଉଁଥିରେ ପାସ୍ ହେବାର ଅଛି? ହେବାର ତ ଅଛି ନା, ଅଟ ମଧ୍ୟ ଏବଂ ହେବ ମଧ୍ୟ। ତେବେ ବର୍ତ୍ତମାନର ସମୟ ଅନୁସାରେ ବାପ୍ ଦାଦା ଏହି କଥା ଚାହୁଁଛନ୍ତି ଯେ ପ୍ରତ୍ୟେକ ସନ୍ତାନ ଭିତରେ ସ୍ୱପରିବର୍ତ୍ତନର ଶକ୍ତିର ମାତ୍ରା, ଯେପରି ସ୍ନେହର ଶକ୍ତିରେ ହାତ ଉଠାଇଥିଲ, ସମସ୍ତେ ହାତ ଉଠାଇଥିଲ ନା, ତେବେ ସେତିକି ତୀବ୍ରଗତି ସ୍ୱପରିବର୍ତ୍ତନରେ ଅଛି ତ? ଏଥିରେ ଅଧା ହାତ ଉଠିବ ନା ପୁରା ଉଠିବ? କ'ଣ ଉଠିବ? ପରିବର୍ତ୍ତନ ମଧ୍ୟ କରୁଛ, କିନ୍ତୁ ସମୟ ଲାଗୁଛି। ତେବେ ସମୟର ସମୀପତା ଅନୁସାରେ ସ୍ୱପରିବର୍ତ୍ତନର ଶକ୍ତି ଏଭଳି ତୀବ୍ର ହେବା ଦରକାର, ଯେପରି କାଗଜ ଉପରେ ବିନ୍ଦୁ ଲଗାଇବା ପାଇଁ କେତେ ସମୟ ଲାଗୁଛି? କେତେ ସମୟ ଲାଗୁଛି? ଗୋଟିଏ ସେକେଣ୍ଡ ବି ନୁହେଁ। ଠିକ୍ ଅଛି ନା? ତେବେ ଏହିଭଳି ତୀବ୍ର ଗତି ଅଛି ତ? କ'ଣ ଏଥିରେ ହାତ ଉଠାଇବା ପାଇଁ କହିବା? ଏଥିରେ ଅଧା ହାତ ଉଠିବ? ଯେହେତୁ ସମୟର ଗତି ବହୁତ ତୀବ୍ର ଅଟେ, ତେଣୁ ସ୍ୱପରିବର୍ତ୍ତନର ଶକ୍ତି ମଧ୍ୟ ସେତିକି ତୀବ୍ର ହେବା ଦରକାର। ତେଣୁ ଯେତେବେଳେ ପରିବର୍ତ୍ତନ ଶବ୍ଦ କହୁଛ, ସେଥିରେ ପରିବର୍ତ୍ତନ ପୂର୍ବରୁ ପ୍ରଥମେ ସ୍ୱ ଶବ୍ଦକୁ ସର୍ବଦା ମନେ ରଖିଥାଅ। କେବଳ ପରିବର୍ତ୍ତନ ନୁହେଁ, ସ୍ୱପରିବର୍ତ୍ତନ। ବାପ୍ ଦାଦାଙ୍କର ମନେ ଅଛି ଯେ ପିଲାମାନେ ଗୋଟିଏ ବର୍ଷ ପାଇଁ ବାପ୍ ଦାଦାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ସଂସ୍କାର ପରିବର୍ତ୍ତନ ଦ୍ୱାରା ସଂସାର ପରିବର୍ତ୍ତନ କରିବୁ। ମନେ ଅଛି ତ? ସଂସ୍କାର ପରିବର୍ତ୍ତନ ଦ୍ୱାରା ସଂସାର ପରିବର୍ତ୍ତନ କରିବାର ବର୍ଷ ମଧ୍ୟ ପାଳନ କରିଛ। ତେବେ ସଂସାରର ଗତି ତ ଅତି ଆଡ଼କୁ ଯାଉଛି, କିନ୍ତୁ ସଂସ୍କାର ପରିବର୍ତ୍ତନର ଗତି ସେତିକି ତୀବ୍ରବେଗୀ ଅଟେ ତ? ଏମିତି ତ ବିଦେଶର ବିଶେଷତା ହେଲା, ସାଧାରଣ ରୀତିରେ ମଧ୍ୟ ବିଦେଶ ତୀବ୍ର ଗତିରେ ଚାଲେ ଏବଂ ତୀବ୍ର ଗତିରେ କାର୍ଯ୍ୟ କରେ। ତେଣୁ ବାବା ପଚାରୁଛନ୍ତି ଯେ ସଂସ୍କାର ପରିବର୍ତ୍ତନ କରିବାରେ ତୀବ୍ର ଗତି ଅଛି ତ? ତେଣୁ ବାପ୍ ଦାଦା ସ୍ୱପରିବର୍ତ୍ତନର ଗତି ଏବେ ତୀବ୍ର ଦେଖିବାକୁ ଚାହୁଁଛନ୍ତି। ସମସ୍ତେ ପଚାରୁଛ ନା, ବାପ୍ ଦାଦା କ'ଣ ଚାହୁଁଛନ୍ତି? ପରସ୍ପର ଭିତରେ ଆଲୋଚନା କରୁଛ ନା? କ'ଣ ପରସ୍ପରକୁ ପଚାରୁଛ ବାପ୍ ଦାଦା କ'ଣ ଚାହୁଁଛନ୍ତି? ତେବେ ବାପ୍ ଦାଦା ଏହି କଥା ଚାହୁଁଛନ୍ତି, ଗୋଟିଏ ସେକେଣ୍ଡ ଭିତରେ ବିନ୍ଦୁ ଲାଗିଯାଉ। ଯେପରି କାଗଜ ଉପରେ ବିନ୍ଦୁ ଲାଗିଯାଉଛି ନା, ତାଠାରୁ ମଧ୍ୟ ଆହୁରି ଶୀଘ୍ର। ପରିବର୍ତ୍ତନ କ୍ଷେତ୍ରରେ ଯାହା ଅଯଥାର୍ଥ ଅଟେ, ସେଥିରେ ବିନ୍ଦୁ ଲାଗିଯାଉ। କ'ଣ ବିନ୍ଦୁ ଲଗାଇବା ଜଣାଅଛି ତ? ଜଣା ତ ଅଛି ନା? କିନ୍ତୁ କେବେ କେବେ ପ୍ରଶ୍ନବାଚକ ଚିହ୍ନ ଲାଗିଯାଉଛି। ଲଗାଉଛ ବିନ୍ଦୁ, କିନ୍ତୁ ହୋଇଯାଉଛି ପ୍ରଶ୍ନବାଚକ ଚିହ୍ନ। ଏସବୁ କ'ଣ? ଏସବୁ କାହିଁକି? ଏହି କାହିଁକି ଏବଂ କ'ଣ ବିନ୍ଦୁକୁ ପ୍ରଶ୍ନବାଚକରେ ପରିବର୍ତ୍ତନ କରିଦେଉଛି? ବାପ୍ ଦାଦା ତ ପୂର୍ବରୁ ମଧ୍ୟ କହିଛନ୍ତି, ହ୍ୱାଇ ଅର୍ଥାତ୍ କ'ଣ କର ନାହିଁ। ତେବେ କ'ଣ କରିବ? ଫ୍ଲାଏ କର ଅର୍ଥାତ୍ ଉଡ଼, ନଚେତ୍ ବା କର, କିନ୍ତୁ ହ୍ୱାଇ କର ନାହିଁ। କିନ୍ତୁ ହ୍ୱାଇ କରିବା ଶୀଘ୍ର ଆସିଯାଉଛି ନା? କ'ଣ ଠିକ୍ କଥା ନା? ତେଣୁ ଯେତେବେଳେ ହ୍ୱାଇ ଶବ୍ଦ ଆସୁଛି, ତାକୁ ବା କରିଦିଅ। ଯିଏ ବି ଯାହା କରୁ ବା କିଛି କହୁ, ତୁମେ କୁହ ବା ଡ୍ରାମା ବା। ଇଏ କାହିଁକି କହିଲା, ଇଏ କାହିଁକି କରିଲା ନା, ଇଏ କରିଲେ ଯାଇ ମୁଁ କରିବି ନା। ଆଜିକାଲି ବାପ୍ ଦାଦା ଦେଖୁଛନ୍ତି, ଶୁଣାଇଦେବା। ପରିବର୍ତ୍ତନ କରିବାର ଅଛି ନା? ତେବେ ଆଜିକାଲି ଚାହେ ଭାରତ ହେଉ ବା ବିଦେଶ ହେଉ, ଉଭୟ ପଟେ ଗୋଟିଏ ପ୍ରକାରର କଥାର ଲହର ଦେଖାଯାଉଛି। ଜାଣିଛ ତାହା କ'ଣ? ଏହା ହେବା ଉଚିତ, ଏହା ମିଳିବା ଉଚିତ, ଇଏ ଏହିଭଳି କରିବା ଉଚିତ, ମୁଁ ଯାହା କହୁଛି ବା ଭାବୁଛି ତାହା ହିଁ ହେବା ଉଚିତ। ତେବେ ଏହା ହେବା ଉଚିତ,
ତାହା ହେବା ଉଚିତ। ଏହିଭଳି ସଂକଳ୍ପ ଯଦି ମନ ଭିତରେ ମଧ୍ୟ ରହିଥିବ, ତେବେ ଏହି ବ୍ୟର୍ଥ ବିଚାର କେବେ ବି ଭଲ ହେବା ପାଇଁ ଦେବ ନାହିଁ। ତେଣୁ ବାପ ଦାଦା ମଧ୍ୟ ସମସ୍ତଙ୍କର ଅଳ୍ପ ସମୟର ବ୍ୟର୍ଥ ସଂକଳ୍ପର ଚାର୍ଟକୁ ନୋଟ୍ କରିଛନ୍ତି ଏବଂ ଚେକ୍ କରିଛନ୍ତି। ବାପ ଦାଦାଙ୍କ ପାଖରେ ତ ଶକ୍ତିଶାଳୀ ଯନ୍ତ୍ରପାତି ଅଛି ନା, ତୁମମାନଙ୍କର କମ୍ପ୍ୟୁଟର ଭଳି ନାହିଁ। କାହିଁକି ନା ତୁମ କମ୍ପ୍ୟୁଟର ତ ଗାଳି ବି ଦେଉଛି, କିନ୍ତୁ ବାପ ଦାଦାଙ୍କ ପାଖରେ ଚେକିଂ ମେସିନାରୀ ବହୁତ କ୍ଷିପ୍ର ଗତିବାଲା ରହିଛି। ତେଣୁ ବାପ ଦାଦା ଦେଖିଲେ ଯେ ଅଧିକାଂଶ ପିଲାଙ୍କର ବ୍ୟର୍ଥ ସଂକଳ୍ପ ସାରା ଦିନ ଭିତରେ ମଝିରେ ମଝିରେ ଚାଲୁଛି। ତେବେ କଥା କ'ଣ କି, ଏହି ବ୍ୟର୍ଥ ସଂକଳ୍ପର ଓଜନ ଟିକିଏ ଭାରୀ ଅଟେ ଏବଂ ସମର୍ଥ ସଂକଳ୍ପର ଓଜନ ତାଠାରୁ କମ୍। ତେଣୁ ମଝିରେ ମଝିରେ ଯେଉଁ ସବୁ ବ୍ୟର୍ଥ ସଂକଳ୍ପ ଚାଲୁଛି, ସେଗୁଡ଼ିକ ବୁଦ୍ଧିକୁ ଭାରୀ କରିଦେଉଛି, ପୁରୁଷାର୍ଥକୁ ମଧ୍ୟ ଭାରୀ କରିଦେଉଛି। ଯେହେତୁ ବୋଝ ଅଟେ, ତେଣୁ ନିଜ ଆଡ଼କୁ ଟାଣି ନେଉଛି। ସେଥିପାଇଁ ଶୁଭ ସଂକଳ୍ପ, ଯାହାକି ସ୍ୱ ଉନ୍ନତିର ଲିଫ୍ଟ ଅଟେ, ସିଡ଼ି ବି ନୁହେଁ ଲିଫ୍ଟ ଅଟେ, ତାହା କମ୍ ହୋଇଯିବା କାରଣରୁ ମେହନତର ସିଡ଼ି ଚଢ଼ିବାକୁ ପଡ଼ୁଛି। ତେଣୁ ବ୍ୟର୍ଥ ସଂକଳ୍ପକୁ ସମାପ୍ତ କରିବା ପାଇଁ ଅମୃତବେଳା ଠାରୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ କେବଳ 2ଟି ଶବ୍ଦକୁ ମନେ ପକାଅ ଏବଂ ତାକୁ ସଂକଳ୍ପରେ, ବାଣୀରେ ଏବଂ କର୍ମରେ କାର୍ଯ୍ୟକାରୀ କର। ବାସ୍ତବିକ ରୂପରେ କାମରେ ଲଗାଅ। ସେହି 2ଟି ଶବ୍ଦ ହେଲା ସ୍ୱମାନ ଏବଂ ସମ୍ମାନ। ସ୍ୱମାନରେ ରହିବାର ଅଛି ଏବଂ ସମ୍ମାନ ଦେବାର ଅଛି। ଯିଏ ଯେମିତି ବି ହୋଇଥାଉ, କିନ୍ତୁ ମୋତେ ସମ୍ମାନ ଦେବାର ଅଛି। ସମ୍ମାନ ଦେବା ଏବଂ ସ୍ୱମାନରେ ସ୍ଥିତ ହେବା, 2ଟି ଯାକର ସନ୍ତୁଳନ ଦରକାର। କେତେବେଳେ ସ୍ୱମାନରେ ଅଧିକ ରହୁଛ, କିନ୍ତୁ ସମ୍ମାନ ଦେବାରେ କମି ହୋଇଯାଉଛି। ଏମିତି ବି ନୁହେଁ ଯେ କେହି ସମ୍ମାନ ଦେଲେ ଯାଇ ମୁଁ ଦେବି, ନା, ମୋତେ ଦାତା ହେବାର ଅଛି। ଶିବଶକ୍ତି ପାଣ୍ଡବସେନା ଦାତାଙ୍କର ସନ୍ତାନ ଦାତା ଅଟନ୍ତି। ସିଏ ଦେଲେ ଯାଇ ମୁଁ ଦେବି, ଏହା ତ ବ୍ୟବସାୟ ହୋଇଗଲା, ଦାତା ହେଲା ନାହିଁ। ତେଣୁ ତୁମେମାନେ ବ୍ୟବସାୟୀ ଅଟ ନା ଦାତା ଅଟ? ଦାତା କେବେ ହେଲେ ନେବତା ହେବ ନାହିଁ। ନିଜର ବୃତ୍ତିରେ ଏବଂ ଦୃଷ୍ଟିରେ ଏହି ଲକ୍ଷ୍ୟ ରଖ ଯେ ମୋତେ, ଅନ୍ୟମାନଙ୍କୁ ନୁହେଁ, ମୋତେ ସର୍ବଦା ସମସ୍ତଙ୍କ ପ୍ରତି, ଚାହେ ଅଜ୍ଞାନୀ ହୋଇଥାଉ ଚାହେ ଜ୍ଞାନୀ ହୋଇଥାଉ, ସମସ୍ତଙ୍କ ପ୍ରତି, ଅଜ୍ଞାନୀ ଆତ୍ମାଙ୍କ ପ୍ରତି ପୁଣି ବି ଶୁଭ ଭାବନା ରଖୁଛ, କିନ୍ତୁ ଜ୍ଞାନୀ ତୁ ଆତ୍ମାଙ୍କ ପ୍ରତି ପରସ୍ପର ଭିତରେ ସବୁ ସମୟରେ ଶୁଭ ଭାବନା, ଶୁଭକାମନା ରହୁ। ନିଜର ଦୃଷ୍ଟି ଏବଂ ବୃତ୍ତି ଏହିଭଳି ହୋଇଯାଉ। ବାସ୍, ଦୃଷ୍ଟିରେ ଯେପରି ସ୍ଥୂଳ ବିନ୍ଦୁ ରହିଛି, ବିନ୍ଦୁ କେବେ ଲୁଚି ଯାଉଛି କି? ଆଖି ଭିତରୁ ଯଦି ବିନ୍ଦୁ ଚାଲିଯିବ, ତେବେ କ'ଣ ହୋଇଯିବ ଦେଖିପାରିବ? ତେବେ ଯେପରି ଆଖି ଭିତରେ ବିନ୍ଦୁ ସମାହିତ ଅଟେ, ସେହିପରି ଆତ୍ମା ବିନ୍ଦୁ ଏବଂ ବାବା ବିନ୍ଦୁ ମଧ୍ୟ ତୁମ ନୟନରେ ସମାହିତ ହୋଇ ରହିଥାନ୍ତୁ। ଯେପରି ଦେଖିବା ବାଲା ବିନ୍ଦୁ କେବେ ବି ଅଲଗା ହେଉନାହିଁ, ସେହିପରି ଆତ୍ମା ଭିତରେ ବାବାଙ୍କର ସ୍ମୃତିରୂପକ ବିନ୍ଦୁ ସ୍ମୃତିପଟଳରୁ ଦୃଷ୍ଟିରୁ କେବେ ବି ଦୂରେଇ ନ ଯାଉ। ଫଲୋ ଫାଦର କରିବାର ଅଛି ନା? ତେବେ ବାବାଙ୍କର ଦୃଷ୍ଟିରେ, ବୃତ୍ତିରେ ଯେପରି ପ୍ରତ୍ୟେକ ସନ୍ତାନ ପାଇଁ ସମାନ ରହିଛି ଏବଂ ସମ୍ମାନ ରହିଛି, ସେହିପରି ନିଜର ଦୃଷ୍ଟିରେ ଏବଂ ବୃତ୍ତିରେ ସମାନ ତଥା ସମ୍ମାନ ରହୁ। ସମ୍ମାନ ଦେବା ଦ୍ୱାରା ତୁମ ମନ ଭିତରେ ଯାହା ସବୁ ରହୁଛି, ଇଏ ପରିବର୍ତ୍ତନ ହୋଇଯାଉ, ଇଏ ଏପରି ନ କରୁ, ଇଏ ଏହିଭଳି ହୋଇଯାଉ, ଏସବୁ ଶିକ୍ଷା ଦ୍ୱାରା ହୋଇପାରିବ ନାହିଁ। ବରଂ ସମ୍ମାନ ଦେବା ଦ୍ୱାରା
ସେଇଭଳି କରିବାକୁ ଲାଗିବେ। ତୁମର ବୃତ୍ତି ଦ୍ୱାରା ପରିବର୍ତ୍ତନ ହେବେ, କହିବା ଦ୍ୱାରା ହେବେ ନାହିଁ। ତେଣୁ ଏବେ କ'ଣ କରିବ? ସ୍ୱମାନ ଏବଂ ସମ୍ମାନ ଦୁଇଟି ଯାକ ମନେ ରହିବ ନା କେବଳ ସ୍ୱମାନ ମନେ ରହିବ? ତେବେ ଅନ୍ୟକୁ ସମ୍ମାନ ଦେବା ଅର୍ଥ ସମ୍ମାନ ନେବା। କାହାକୁ ବି ସମ୍ମାନ ଦେବା ଅର୍ଥ ନିଜେ ସମ୍ମାନୀୟ ହେବା। ତେବେ ଆତ୍ମିକ ସ୍ନେହର ଲକ୍ଷଣ ହେଲା ଅନ୍ୟର କମିକୁ ନିଜର ଶୁଭ ଭାବନା ଶୁଭକାମନା ଦ୍ୱାରା ପରିବର୍ତ୍ତନ କରିବା। ବାପଦାଦା ତ ଏବେ ପୂର୍ବ ସନ୍ଦେଶରେ ଜଣାଇଥିଲେ ଯେ ବର୍ତ୍ତମାନ ସମୟରେ ନିଜର ସ୍ୱରୂପକୁ ଦୟାଶୀଳ କର। ଶେଷ ଜନ୍ମରେ ମଧ୍ୟ ତୁମମାନଙ୍କର ଜଡ଼ଚିତ୍ର ଦୟାଶୀଳ ହୋଇ ଭକ୍ତମାନଙ୍କ ଉପରେ ଦୟା କରି ଚାଲିଛି। ଯଦି ଚିତ୍ର ଏତେ ଦୟାଳୁ ଅଟେ, ତେବେ ଚୈତନ୍ୟରେ କ'ଣ ନ ହୋଇଥିବ? ଚୈତନ୍ୟ ତ ଦୟାର ଖଣି ହୋଇଥିବ। ତେଣୁ ଏବେ ଦୟାର ଖଣି ହୋଇଯାଅ। ଯିଏ ବି ଆସୁ ତାକୁ ଦୟା ମିଳୁ। ଏହା ହିଁ ହେଉଛି ସ୍ନେହର ପ୍ରତୀକ। ତେବେ କରିବାକୁ ତ ହେବ ନା କେବଳ ଶୁଣିବାକୁ ଅଛି? କରିବାକୁ ହିଁ ପଡ଼ିବ, ହେବାକୁ ହିଁ ପଡ଼ିବ। ତେବେ ବାପଦାଦା କ'ଣ ଚାହୁଁଛନ୍ତି ତାର ଉତ୍ତର ଦେଉଛନ୍ତି। ପ୍ରଶ୍ନ ପଚାରୁଛ ନା? ତେଣୁ ବାପଦାଦା ଉତ୍ତର ଦେଉଛନ୍ତି। ବର୍ତ୍ତମାନ ସମୟରେ ସେବାରେ ତ ବୃଦ୍ଧି ଭଲ ହେଉଛି, ଚାହେ ବିଦେଶରେ ଚାହେ ଭାରତରେ। କିନ୍ତୁ ବାପଦାଦା ଚାହୁଁଛନ୍ତି ଯେ ଏଭଳି କୌଣସି ନିମିତ୍ତ ଆତ୍ମା ବାହାର କର ଯେ କି କିଛି ବିଶେଷ କାର୍ଯ୍ୟ କରି ଦେଖାଉ। ଏଭଳି କେହି ସହଯୋଗୀ ହୁଅନ୍ତୁ ଯାହାକି ଆଜି ପର୍ଯ୍ୟନ୍ତ ଯେଉଁ କଥା କରିବାକୁ ଚାହୁଁଛ ତାହା କରି ଦେଖାଇବ। ପ୍ରୋଗ୍ରାମ ଗୁଡ଼ିକ ତ ବହୁତ କରିସାରିଲଣି। ଯେଉଁଠାରେ ବି ପ୍ରୋଗ୍ରାମ ସବୁ କରିଛ, ସେହି ପ୍ରୋଗ୍ରାମ ଗୁଡ଼ିକ ପାଇଁ ସବୁଆଡ଼ର ପିଲାମାନଙ୍କୁ ବାପଦାଦା ଅଭିନନ୍ଦନ ଜଣାଉଛନ୍ତି। କିନ୍ତୁ ଏବେ ଆଉ କୌଣସି ନବୀନତା କରି ଦେଖାଅ ଯାହାକି ତୁମ ତରଫରୁ ତୁମମାନଙ୍କ ଭଳି ବାବାଙ୍କୁ ପ୍ରତ୍ୟକ୍ଷ କରିବେ। ଏହା ପରମାତ୍ମାଙ୍କର ପାଠପଢ଼ା ଅଟେ। ଏହା ତାଙ୍କ ମୁଖରୁ ବାହାରୁ ଏବଂ ବାବା ବାବା ଶବ୍ଦ ମଧ୍ୟ ଅନ୍ତରରୁ ବାହାରୁ। ବାବା କହିଲେ ଏହି ବାବା ବାବା ଶବ୍ଦ ମଧ୍ୟ ଅନ୍ତରରୁ ବାହାରୁ। ତେବେ ସେମାନେ ସହଯୋଗିତ ହେଉଛନ୍ତି। କିନ୍ତୁ ଏବେ ଯେଉଁ ଗୋଟିଏ କଥା ବାକି ରହିଛି ଯେ ସମସ୍ତେ କୁହନ୍ତୁ କେବଳ ଏହିମାନେ ହିଁ ଅଟନ୍ତି, ଏହିମାନେ ହିଁ ଅଟନ୍ତି, ଏହି କଥା ପ୍ରଚାର ହୋଇଯାଉ। ବ୍ରହ୍ମାକୁମାରୀମାନେ ଭଲ କାମ କରୁଛନ୍ତି ଏବଂ କରିପାରିବେ ଏ କଥା ତ କହୁଛନ୍ତି। କିନ୍ତୁ କେବଳ ଏହିମାନେ ହିଁ ଅଟନ୍ତି, ଏହା ହିଁ ହେଉଛି ପରମାତ୍ମାଙ୍କର ଜ୍ଞାନ। ଏହିଭଳି ବାବାଙ୍କୁ ପ୍ରତ୍ୟକ୍ଷ କରିବାର ଶବ୍ଦ ନିର୍ଭୀକ ଭାବରେ କୁହନ୍ତୁ। ତୁମେମାନେ ତ କହୁଛ ଏହା ପରମାତ୍ମାଙ୍କର କାର୍ଯ୍ୟ, ପରମାତ୍ମା ହିଁ କାର୍ଯ୍ୟ କରାଉଛନ୍ତି। କିନ୍ତୁ ସିଏ କୁହନ୍ତୁ ଯେ ଯେଉଁ ପରମାତ୍ମା ପିତାଙ୍କୁ ସମସ୍ତେ ଡାକୁଛନ୍ତି ଏହା ତାଙ୍କର ହିଁ ଜ୍ଞାନ। ଏବେ ଏହାର ଅନୁଭବ କରାଅ। ଯେପରି ତୁମ ମନ ଭିତରେ ସବୁ ସମୟରେ କ'ଣ ରହୁଛି? ବାବା ବାବା ବାବା। ଏହିଭଳି କୌଣସି ସଂଗଠନ ବାହାରୁ ଏମାନେ ଭଲ, ଏମାନେ କରିପାରିବେ, ଏପର୍ଯ୍ୟନ୍ତ ତ ଆସିଲେଣି, କିଛିଟା ପରିବର୍ତ୍ତନ ହେଲାଣି। କିନ୍ତୁ ଶେଷ ପରିବର୍ତ୍ତନ ହେଲା ଏହି ଗୋଟିଏ, ଏହି ଗୋଟିଏ, ଏହି ଗୋଟିଏ। ଏହା ସେତେବେଳେ ହେବ ଯେତେବେଳେ ବ୍ରାହ୍ମଣ ପରିବାର ବାଲା ଏକରସ ସ୍ଥିତି ବାଲା ହୋଇଯିବେ। ଏବେ ତ ସ୍ଥିତି ବଦଳିବାରେ ଲାଗିଛି। ତୁମମାନଙ୍କର ଏକର ସ୍ଥିତି ଏକ ଅର୍ଥାତ୍ ଜଣକୁ ହିଁ ପ୍ରତ୍ୟକ୍ଷ କରିବ। ଅର୍ଥାତ୍ ଠିକ୍ କଥା ନା? ତେଣୁ ଡବଲ ବିଦେଶୀମାନେ ଦୃଷ୍ଟାନ୍ତ ହୁଅ। ସମ୍ମାନ ଦେବାରେ ଏବଂ ସମାନରେ ରହିବାରେ ଉଦାହରଣ ହୁଅ। ନମ୍ବର ନେଇଯାଅ। ଚାରିଆଡ଼େ ଯେମିତି ମୋହଜିତ୍ ପରିବାରର ଦୃଷ୍ଟାନ୍ତ ଶୁଣାଉଛ ନା, ଯାହାକି ତାଙ୍କର ଚପରାସିଠାରୁ
ଚାକର ସମସ୍ତେ ମୌଜିଦ ଥିଲେ। ସେହିପରି ଯେଉଁ ଆଡ଼କୁ ବି ଯାଆନ୍ତୁ, ଆମେରିକା ଯାଆନ୍ତୁ, ଅଷ୍ଟ୍ରେଲିଆ ଯାଆନ୍ତୁ, ସବୁ ଦେଶରେ ଏକରସ, ଏକମତ, ସୌମାନରେ ରହିବା ବାଲା ଏବଂ ସମ୍ମାନ ଦେବା ବାଲା ଦେଖନ୍ତୁ। ଏଥିରେ ନମ୍ବର ନିଅ। କ'ଣ ନେଇପାରିବ ନା? ଚାରିଆଡ଼ର ବାବାଙ୍କର ନୟନରେ ସମାହିତ ହୋଇଥିବା ନୟନର ଜ୍ୟୋତି ପିଲାମାନଙ୍କୁ ସର୍ବଦା ଏକରସ ସ୍ଥିତିରେ ସ୍ଥିତ ରହୁଥିବା ପିଲାମାନଙ୍କୁ, ସର୍ବଦା ଭାଗ୍ୟର ତାରକା ଚମକୁଥିବା ଭାଗ୍ୟବାନ ପିଲାମାନଙ୍କୁ, ସର୍ବଦା ସୌମାନ ଏବଂ ସମ୍ମାନକୁ ଏକାଠି ରଖୁଥିବା ପିଲାମାନଙ୍କୁ, ସର୍ବଦା ପୁରୁଷାର୍ଥର ଗତିକୁ ତୀବ୍ର କରୁଥିବା ପିଲାମାନଙ୍କୁ ବାପ ଦାଦାଙ୍କର ସ୍ନେହ ସମ୍ପନ୍ନ शुभेच्छा, आशीर्वाद एवं नमस्ते। बच्चों की ओर से बाप दादा को याद प्यार गुड मॉर्निंग, नमस्ते नमस्ते नमस्ते। आज वरदान अच्छी सच्चा साथींकर संगरे रहुथिबा समस्तंक ठारू भिन्न निर्मोही आत्मा हुओ। सच्चा साथींकर संगरे रहुथिबा समस्तंक ठारू भिन्न निर्मोही आत्मा हुओ। प्रतिदिन अमृत बेलारे सर्वसंबधर सुख बाप दादांक ठारू ग्रहण करी अन्य मानंकु दान कर। निजे सर्वसुखर अधिकारी हुओ एवं अन्य मानंकु मध्य कर। कौनसी भी कार्य साकार साथी मने न पड़ंतु। प्रथमे बाबांकर ही स्मृति आसु, काहींकिना तुमर सच्चा मित्र बाबा ही अटंती। जदि सच्चा सर्वदा साथींकर संगरे रहिब तेबे अति सहजरे समस्तंक ठारू स्वतंत्र अनन्य आत्मा होइजिब। जेउमाने सर्वसंबधरे प्रत्येक कार्य एकमात्र बाबा को ही मने पकाई थांती, सेमाने सहजरे निर्मोही होई जांती। सेमानंकर कौनसी आड़े आकर्षण न थाए एवं ढली न थांती। सेथिपाई सेमाने केबे भी माया ठारू पराजित होई परिबे नाही। अच्छा, आज स्लोगान अछि माया को देखिबा पाई बा जानिबा पाई त्रिकालदर्शी एवं त्रिनेत्री हुओ, तेबे जाई विजयी हेबो। माया को देखिबा पाई बा जानिबा पाई त्रिकालदर्शी एवं त्रिनेत्री हुओ, तेबे जाई विजयी हेबो। अव्यक्त इशारा सत्यता एवं सभ्यता रूपी कल्चर को अपनाओ। सत्यता एवं सभ्यता रूपी कल्चर को अपनाओ। सत्यतार चिन्ह है सभ्यता। जदि तुम्हें सच्चा अट, सत्यतार शक्ति तुम भितर अच्छी, तेबे सभ्यता को केबे भी छाड़ नहीं। सत्यता को प्रमाणित कर, किंतु सभ्यता पूर्वक। जदि सभ्यता को छाड़ी असभ्यतार आसी सत्यता को प्रमाणित करने को चाहिए, तेबे ताहा प्रमाणित होई परिबो नहीं। असभ्यतार लक्षण है जिद करिबा एवं सभ्यतार लक्षण है निर्माण अर्थात नम्रता। सत्य को प्रमाणित करिबा वाला सर्वदा निजे निर्माण होई सभ्यता पूर्वक व्यवहार करिबो। अच्छा, ओम